ସାଙ୍ଗମାନେ ମୁଁ ଦଶହରା ଛୁଟିରେ ଘରକୁ ଆସିଥିଲି। ଏଇଟା ହେଉଛି ଆମ ଘରର ଭିଡ଼ିଓ। ଏବେ ବି ମୋ ଶାଶୁଘରେ ପଳେଇ ଆସିଲେଣି, କିନ୍ତୁ ଭିଡ଼ିଓ କିଛି ପୋଷ୍ଟ କରିପାରୁନଥିଲି। ଆସି 15 ଦିନ ହେଲାଣି ଆମ ଘରକୁ ଯାଇଥିଲି, କିନ୍ତୁ ଭିଡ଼ିଓ କିଛି ପୋଷ୍ଟ କରିପାରୁନି। ଏଇଟା ହେଉଛି ଆମ ଘରର ଲାଷ୍ଟ ଭିଡ଼ିଓଟା ମୋର। ଏଇଟା ମୁଁ ତଳକୁ ଆସିବାର କାରଣ ସାଙ୍ଗମାନେ, ଆଜି ମୋ ବାପାଙ୍କର ଗାଧୁଆ ଆଉ ଖାଇବା ଟାଇମ୍ ଆଜି ଆସନ୍ତୁ ଟିକେ ଦେଖିବା। ଏଇ ଭିଡ଼ିଓଟା କରିଛି ସେଇଥିପାଇଁ, କେବଳ ମୋ ବାପାଙ୍କ ପାଇଁ, ଖାସ୍ କରି ମୋ ବାପାଙ୍କର ଗାଧୁଆ ଆଉ ଖାଇବା ଟାଇମ୍ଟା କେତେବେଳେ ଦେଖିବା ପାଇଁ। ଦେଖନ୍ତୁ, ଏଇଠି ଅଛି ରାତି 1:05 ଅଛି। ରାତି 1:05 ଅଛି। ଏଇଠି ବାପା ତାଙ୍କର ଗାଧୋଇକି ଆସି ସାରିଲେଣି, ଆସି ଠାକୁର ପୂଜା କରୁଛନ୍ତି। ବୋଉ ଏଇଠି ସିମେଇ କରୁଛି, କାରଣ ସିମେଇ ଥଣ୍ଡା ହେଇଗଲେ ସେ ଖାଇବେନି। ଆଉ ଏଇଠି ମୋ ବୋଉ କ'ଣ କରୁଛି, ସିମେଇ ଆମେ ପୁରୀ ଆଉ ତରକାରୀ କରିଦେଇ ଯାଇଥିଲୁ। ଆଉ ବୋଉ ତାର ବାପା ଟିକେ ସିମେଇ ବସିଗଲେ ଖାଇବେନି ଥଣ୍ଡା ହେଇଗଲେ। ରାତି 12ଟାରେ ବାପା ଆସିବେ, ଆମ 9ଟାରେ ରୋଷେଇ ସରିଲାଣି, ସେ ଖାଇବେନି ଥଣ୍ଡା ହେଲେ। ସେଥିପାଇଁ ବାପାଙ୍କ ପାଇଁ 12ଟା ଏବେ ସେ ସିମେଇ କରୁଛି। ଆଉ ଏଇଠି ଦେଖନ୍ତୁ, ମୁଁ ଟିକେ ବାପା ଦେଖିନାହାନ୍ତି, ମୁଁ ପଛକୁ ଟିକେ ଭିଡ଼ିଓ କରିଦେଇଛି। ବାପା ଠାକୁର ପୂଜା କରୁଛନ୍ତି ଏଇଠି। ଆଉ ମୋତେ ତ ମୋ ବାପାଙ୍କୁ ଖାଇବା ଦେବା ବେଶୀ ଭଲ ଲାଗେ। ମୁଁ ମାନେ କ'ଣ କହିଲେ ସାଙ୍ଗମାନେ, ଶୋଇପଡ଼େ। ଆଜି ଟିକେ ଚେଞ୍ଜ, ଆମ ଘର ଲାଷ୍ଟ ଦିନ ବୋଲି ବାପାଙ୍କୁ ଖାଇବାକୁ ଦେବା ପାଇଁ। ବାପା ବହୁତ ଲେଟ୍ରେ ଆଉଛନ୍ତି, ମୁଁ ଶୋଇପଡ଼େ ନିଦ ମାଡ଼େ। ଆଉ ବାପା ଏଇଠି ଖାଇବା ଦେଇ ସାରିଲା ପରେ ବାପାଙ୍କୁ ଖାଇବାକୁ ଦେଇଦେଲି। ବାପାଙ୍କ ଥାଳିରେ ମୋତେ ବି ସାଙ୍ଗମାନେ ଖାଇବାକୁ ବହୁତ ଭଲ ଲାଗେ, ଅଇଁଠା ଥାଳିରେ। ବାପା ଯାହା ହେଲେ ଏତିକି ଛାଡ଼ିଥିବେ ମୋ ପାଇଁ, ଯାହା ବି ଖାଇବେ ସେ। ଆଉ ଏଇ ତ ମାନେ ଦଶହରା ଛୁଟିରେ ଘରକୁ ଆସିଛି, ସାଙ୍ଗ ଭାଇ ଭଉଣୀଙ୍କ ଗହଳିରେ, ଭାଇ ଭାଉଜ ଗହଳିରେ, ତାଙ୍କ ସବୁ ଛୁଆ ତାଙ୍କମାନଙ୍କରେ ଦିନ କଟିଯାଏ। ଆଉ ଟୋଟାଲ୍ ଭିଡ଼ିଓ ବି ମୁଁ ପକାଇ ପାରୁନଥିଲି। ଏଇ ଭିଡ଼ିଓଟା ସାଙ୍ଗମାନେ ପକାଇଛି। ଆଉ କେବଳ ମୋ ବାପାଙ୍କ ପାଇଁ, ଏଇ ଭିଡ଼ିଓଟା ମୋ ବାପାଙ୍କ ପାଇଁ ପକାଇଛି।